26 ବର୍ଷରେ ପହଞ୍ଚିଲା ବାଲେଶ୍ୱର ରାବଣପୋଡ଼ି। ଆକର୍ଷଣୀୟ ହେବ ଇଲେକ୍ଟ୍ରୋନିକ୍ସ ଫାୟାର ସିଷ୍ଟମ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ରାବଣପୋଡ଼ି କମିଟି ପକ୍ଷରୁ ବିରାଟ ରାବଣପୋଡ଼ି ସମାରୋହ ପାଳନ କରାଯିବ। ଏହାକୁ ସଫଳ କରିବା ପାଇଁ ବୁଧବାର ସନ୍ଧ୍ୟାରେ ସହରର ଆତିଥ୍ୟ ଭବନରେ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ମହାନ୍ତି ଆସନ୍ତା 1 ତାରିଖ ବୁଧବାର ସନ୍ଧ୍ୟାରେ ସହରର ITI ପଡ଼ିଆରେ ହେବାକୁ ଥିବା ରାବଣପୋଡ଼ି ସମାରୋହ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ରାଜ୍ୟ ଉଚ୍ଚଶିକ୍ଷା, ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବାଞ୍ଚଳ DIG ପିନାକ ମିଶ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ACP ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପଜିଲ୍ଲାପାଳ ଶିବ ମାଲବ୍ୟ ଏବଂ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେବେ। ଏ ବର୍ଷ ରାବଣପୋଡ଼ିରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ସ ଫାୟାର ବ୍ୟବସ୍ଥା କରାଯିବ। ସେହିପରି ପଶ୍ଚିମବଙ୍ଗର କଳାକାରଙ୍କ ଦ୍ୱାରା ନୃତ୍ୟ ନାଟିକା ରାମରାବଣ ଯୁଦ୍ଧ ମଧ୍ୟ ପରିବେଷଣ କରାଯିବ ବୋଲି ଡକ୍ଟର ମହାନ୍ତି କହିଥିଲେ। କମିଟିର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଉପସଭାପତି ଭାଗବତ ସାହୁ, ସାଧାରଣ ସମ୍ପାଦକ କିଶୋର ଦାସ, ଯୁଗ୍ମ ସମ୍ପାଦକ ସିମନ ଦାସ ମହାପାତ୍ର, ଉପଦେଷ୍ଟା ପଦ୍ମଲୋଚନ ଲେଙ୍କା, କାଉନସିଲର ରଞ୍ଜିତା ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ରାବଣପୋଡ଼ି 26 ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରକାରର ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କହିଥିଲେ। ସମ୍ପାଦକ ରାମନାରାୟଣ ଶତପଥୀ ଶେଷ କଥା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ଆଜିକାଲିର ସମ୍ପାଦକ ନିର୍ମାଲ୍ୟ ମହାନ୍ତି, କାଉନସିଲର ପ୍ରୀତିଲତା ସେଠୀ, ମିନତୀ ସେଠୀ, ସନ୍ଧ୍ୟାରାଣୀ ଭୂୟାଁ, ନିତ୍ୟାନନ୍ଦ ସେଠୀ, ଛବିରାଣୀ ମନ୍ତ୍ରୀ ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ନବରାତ୍ର ସମସ୍ତ शुभेच्छा। आमर रावणपोड़ी कमिटी बालेश्वर तरफ ए वर्ष 26 वर्ष पदार्पण करुच्ची। आपण मानकर साहाय्य सहयोग दरकार। आमर रावणपोड़ी नवमी तथा दशमी आमर अनुष्ठित हम अक्टोबर 1 तारिख स्थान ITI पड़ा संध्या 6टा समय। तो आपण माध्यम मुझे जनसाधारण आह्वान करी निज निज सुरक्षा बल मनमत दर्शन आप करेंगे। एथर नुआ कर आम इलेक्ट्रिक फायर आम रखुचे जोटा कि 10-12 ରୁ 15 मिनट भर रही समय नुहे और अल्प स्वल्प आम फायर रखा तात्पर्य रखा जोटा कि आम प्रिकसन मध्यम करवा राम रावण युद्ध विषय रोटा कि परंपरा हिसाब से आम से रखा। सब वर्ष भली ए वर्ष रावणपोड़ी महोत्सव 1 तारिख रे आमर नवमी दिन अनुष्ठित होगापी जाऊँगी। सब वर्ष भली ए वर्ष रावणपोड़ी हम किंतु एथर विशेष भाव में आमर जो ऑटोमेटिक फायर जो इलेक्ट्रिक माध्यम जोटा फायर हुए एथर बालेश्वर प्रथम थर होगापी जाऊँगी। तेणु निश्चित भाव में आपण समस्त अनुरोध रावणपोड़ी कमिटी तरफ आपण समस्ते आसतु और आमको सहयोग करंतु एवं शांति श्रृंखला सहित रावणपोड़ी महोत्सव को उपभोग करने आम रावणपोड़ी कमिटी तरफ आपण अनुरोध।